friends, welcome to BBN Study and Research Center. EPFO বা EPF ଧାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଅଛି। ବେତନ ସୀମା 21,000 ଟଙ୍କା ପାଇପାରିବେ। ଏହା ହେଉଛି ଲାଟେଷ୍ଟ ଇନଫର୍ମେସନ୍ ଏବଂ କେବେଠୁ ଲାଗିବ ଓ କାହା ପାଇଁ ଲାଗିବ ଆସନ୍ତୁ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ପ୍ରଥମ ଥର ଭିଜିଟ୍ କରିଥିଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ଏମିତି ଗଭର୍ଣ୍ଣମେଣ୍ଟ ଜବ୍ ରିଲେଟେଡ୍ ସହିତ ଇଣ୍ଟରେଷ୍ଟିଂ ଭିଡ଼ିଓ ପାଇବାକୁ ହେଲେ। ତ ନୂଆଦିଲ୍ଲୀ ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କ ଭବିଷ୍ୟ ନିଧି ପାଣ୍ଠି ପରିଚାଳନା କରୁଥିବା ସଂସ୍ଥା କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ସଂଗଠନ ବା ଇପିଏଫ୍ ଏହାର ସର୍ବନିମ୍ନ ବେତନ ସୀମାକୁ ବଢ଼ାଇଛି। ତ ଇପିଏଫ୍ଓରେ ଯେଉଁମାନେ ପଇସା ରଖୁଥିଲେ ବା ଯେଉଁମାନେ ଘରୋଇ କ୍ଷେତ୍ରରେ କାମ କରୁଥିଲେ, ଯେଉଁମାନେ କଣ୍ଟ୍ରାକ୍ଟର ହେଉ ବା ଘରୋଇ କମ୍ପାନୀ ହେଉ ଯେଉଁମାନେ କାମ କରୁଥିଲେ, ସେମାନଙ୍କ ଯେଉଁ କେତେ ଆଗକୁ 15,000 ଟଙ୍କା କେତେ 15,000 ଟଙ୍କା ପାଉଥିଲେ ଇପିଏଫ୍ ପଇସା, ଏବେ ଯାହା ବଢ଼ିକରି କେତେ 21,000 ଟଙ୍କା ହେଇଯାଇଛି। ବର୍ତ୍ତମାନ ଏହି ସୀମା ମାସିକ 15,000 ଟଙ୍କା ରହିଛି, ତାହାକୁ 21,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କର୍ମଚାରୀ ରାଜ୍ୟ ବୀମା ନିଗମ ବେତନ ସୀମା ପର୍ଯ୍ୟନ୍ତ ତାହା ବୃଦ୍ଧି ପାଇବ। କେବଳ ସେତିକି ନୁହେଁ, ଇପିଏଫ୍ରେ ଯୋଡ଼ି ହେବା ଲାଗି ଏକ ସଂସ୍ଥାର ସର୍ବନିମ୍ନ କର୍ମଚାରୀ ସଂଖ୍ୟାକୁ 20ରୁ ହ୍ରାସ କରି 15 କିମ୍ବା 10 କରିବା ଉପରେ ମଧ୍ୟ ବିଚାର କରାଯାଉଛି। କିନ୍ତୁ ତ ଘରୋଇ ସଂସ୍ଥାରେ ଯେନ୍ 20 ଜଣ ଇପିଏଫ୍ କର୍ମଚାରୀ ପଇସା ପାଉଥିଲେ, ଏବେ 10 କିମ୍ବା 15 ଜଣ ପାଇବେ। ଏହାର ହେଲେ ଅଳ୍ପ କର୍ମଚାରୀଙ୍କୁ ନିୟୋଜିତ କରିବ। ସଂସ୍ଥାଗୁଡ଼ିକ ମଧ୍ୟ ଇପିଏଫ୍ରେ ସାମିଲ ହୋଇପାରିବେ। ତ ବହୁ ଯେଉଁ ସଂସ୍ଥା ଅଛି ସମସ୍ତେ ଇପିଏଫ୍ରେ ସାମିଲ ହେବେ। ଶେଷ ଥର ପାଇଁ 2014ରେ ଇପିଏଫ୍ ସର୍ବନିମ୍ନ ବେତନ ସୀମା ସଂଶୋଧନ କରାଯାଇଥିଲା। ତ କେବେ 14ରେ ଆପଣଙ୍କ ଇପିଏଫ୍ ପଇସା ଯେତେ 15,000 ଟଙ୍କା ବଢ଼ିଥିଲା, ଏବେ ଏହା କେତେ ଆଉ 6,000 ଟଙ୍କା ବଢ଼ିବ, 7,000 ଟଙ୍କା ବଢ଼ିବ। ମାସିକ 6,500 ଟଙ୍କା ବୃଦ୍ଧି ପାଇ 15,000 ଟଙ୍କା କରାଯାଇଥିଲା। ଏଥର ଯଦି ବେତନ ସୀମାକୁ 21,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଏ, ତେବେ ସଦସ୍ୟମାନେ ଉପକୃତ ହେବେ, କାରଣ ସେମାନେ ବର୍ତ୍ତମାନ ସମୟରେ ତୁଳନାରେ ଅଧିକ ଟଙ୍କା ନିଜ ଭବିଷ୍ୟତ ପାଣ୍ଠିରେ ଜମା କରିପାରିବେ। ଏହା ସହିତ ଅଧିକ ଯୋଗଦାନ ଦ୍ୱାରା ବର୍ଦ୍ଧିତ ପେନ୍ସନ୍ ମଧ୍ୟ ପାଇପାରିବେ। ତ ଯେଉଁ ଘରୋଇ କର୍ମଚାରୀମାନେ ଅଛନ୍ତି, ଯାହାର ଇପିଏଫ୍ ପଇସା ଅଛି ଏବଂ ଯେଉଁମାନେ ଯେଉଁମାନେ ରେଗୁଲାର ହେଇକରି ପେନ୍ସନ୍ ପାଇବାର ହକଦାର, ସେମାନେ ମଧ୍ୟ ଏହି ପଇସା ପାଇପାରିବେ। କିନ୍ତୁ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପ୍ରସ୍ତାବ ଉପରେ ଅଣ ଓ କ୍ଷୁଦ୍ର କମ୍ପାନୀଗୁଡ଼ା ଆପତ୍ତି ଉଠାଇଛନ୍ତି। ତ ଯେଉଁ କ୍ଷୁଦ୍ର କମ୍ପାନୀଗୁଡ଼ା ଅଛି, ଯେଉଁ ଅଣକୁଶଳୀ କମ୍ପାନୀଗୁଡ଼ା ଅଛି, ସେମାନେ ଉଠେଇଛନ୍ତି। ବଡ଼ ବଡ଼ କମ୍ପାନୀ ଯେଉଁମାନେ ଯାହାର ଇପିଏଫ୍ ପଇସା ଆସୁଛି, ସେମାନେ କିଛି କରିନାହାନ୍ତି, କିନ୍ତୁ ଛୋଟ କମ୍ପାନୀଗୁଡ଼ା ଉଠେଇଛନ୍ତି। ଇପିଏଫ୍ ସ୍କିମ୍ରେ ପ୍ରତି ମାସରେ କର୍ମଚାରୀ ମୂଳ ବେତନ କେତେ 12% କଟୁଛି, ଯେମିତି ଏନ୍ପିଏସ୍ରେ 10% କଟୁଛି। ଯେଉଁମାନେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଅଛନ୍ତି ଏବଂ ଆପଣଙ୍କ ଯେଉଁ ପ୍ରାଇଭେଟ୍ ସେକ୍ଟରରେ କାମ କରୁଛନ୍ତି, ସେମାନଙ୍କ 12% କଟୁଛି। ଖାତାରେ ଜମା କରୁଛନ୍ତି କର୍ମଚାରୀଙ୍କ ଅବଦାନ ବାବଦରେ 12% ରାଶି ସମ୍ପୂର୍ଣ୍ଣ ରୂପେ ଭବିଷ୍ୟ ନିଧି ଖାତାରେ ଜମା ହେଉଛି। ମାତ୍ର ନିଯୁକ୍ତିଦାତା ଦେଇଥିବା 12% ଅବଦାନ ରାଶି 8.33% କର୍ମଚାରୀଙ୍କୁ ପେନ୍ସନ୍ ସ୍କିମ୍ ଜମା ହେଉଥିବା ବେଳେ ଅବଶିଷ୍ଟ ତ ଯେଉଁମାନେ ଭବିଷ୍ୟ ନିଧି ପାଣ୍ଠି ଯେଉଁମାନେ ରିଟାୟାର୍ଡ ହେଲା ପରେ କେତେ ପ୍ରତିଶତ ଜମା ହେଉଛି, ତାଙ୍କ 8.33% ଜମା ହେଉଛି ଏବଂ ଅବଶିଷ୍ଟ 3.67% ଭବିଷ୍ୟ ନିଧି ଖାତାରେ ଜମା ହେଉଛି, ଯେଉଁଠି ଆପଣମାନେ ମଧ୍ୟ ଜାଣିଥିବେ ଉଠଉଥିବେ ପଇସା। ଏହା କେବେଠୁ ଲାଗିବ? ଏହା ଦେଖନ୍ତୁ, ଯଦି ସବୁ ଠିକ୍ ଚାଲେ ତ ଯେଉଁ କମ୍ପାନୀ ଗୁଡ଼ା ବିରୋଧ କରୁଛନ୍ତି ବା କରୁଛନ୍ତି, ସେମାନେ ଯଦି ଆପତ୍ତି କିଛି ନ ଗଣିଲେ ଆପଣଙ୍କ 1 ଜାନୁଆରୀ 2025 ଆପଣଙ୍କ 2025ରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ବା ଇପିଏଫ୍ ପଇସା ଲାଗୁ ହେବ। ତାପରେ ବିଭିନ୍ନ ଗଭର୍ଣ୍ଣମେଣ୍ଟ ଜବ୍ ରିଲେଟେଡ୍ ସହିତ ଇଣ୍ଟରେଷ୍ଟିଂ ଭିଡ଼ିଓ ପାଇବାକୁ ହେଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆପଣଙ୍କ ଗୋଟିଏ ସବସ୍କ୍ରାଇବ୍ ମୋ ପାଇଁ ମୋଟିଭେସନ୍ ହେବ ଏମିତି ନୂଆ ଗଭର୍ଣ୍ଣମେଣ୍ଟ ଜବ୍ ରିଲେଟେଡ୍ ସହିତ ଇଣ୍ଟରେଷ୍ଟିଂ ଭିଡ଼ିଓ ବନାଇବା ପାଇଁ। ଆଶା କରିବି ଇନଫର୍ମେସନ୍ଟି ଭଲ ଲାଗିଥିବ। ଯଦି ଇନଫର୍ମେସନ୍ଟି ଭଲ ଲାଗିଥିବ, ନିଶ୍ଚିତ ଚ୍ୟାନେଲଟିକୁ ବା ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ।